ଆପଣ କିଛି ଦିନ ହବ ନୋଟିସ୍ କରୁଥିବେ ଯେ ଖାଦ୍ୟ ସେଫ୍ଟିର ଯୋଉ ଅଫିସର ମାନେ ବହୁତ ଗୁଡାଏ ହୋଟେଲ ରେଷ୍ଟୁରାଣ୍ଟ ଉପରେ ଅଚାନକ ଭାବରେ ଚେକିଂ ଚଲେଇଛନ୍ତି ଆଉ ତାହା ଫଳରେ ବହୁତ ବିଷାକ୍ତ ଖାଦ୍ୟ ଆଉ ଖାଦ୍ୟ ଯୋଗ୍ୟ ହେଉନଥିବା ଖାଦ୍ୟକୁ ଗ୍ରାହକମାନଙ୍କୁ ପରସୁଥିବା ବହୁତ ଗୁଡାଏ ହୋଟେଲ ଉପରେ ଫାଇନ୍ ପଡୁଛି। ତା ସହିତ ରୋଡ ସାଇଡରେ ଠେଲା ଏସବୁ ଉପରେ ବି ଏବେ ଲଗାତାର ଭାବରେ ଚେକିଂ ଚାଲିଛି। ଆପଣ ମାର୍କ କରିଥିବେ ଏଇ ଜିନିଷଟା ଆଗରୁ କେତେବେଳେ ହୁଏ ନା ଯେତେବେଳେ ବଡ ବଡ ମେଳା ମଉଛୁକୁ ହୁଏ କିମ୍ବା ଆପଣଙ୍କର ବାଲିଯାତ୍ରା ହଉ ଏଇ ଟାଇମରେ ଏ ଜିନିଷର ଭିଡିଓ ଭାଇରାଲ ହଉଥିବ। କିନ୍ତୁ ସେମାନେ ତ ଜବ୍ କରିଛନ୍ତି ନା ସେଟା ତାଙ୍କର କଣ୍ଟିନ୍ୟୁ ପ୍ରୋସେସ ସେମାନେ ବର୍ଷ ତମାମ କରିବା କଥା କିନ୍ତୁ ପର୍ଟିକୁଲାର କିଛି ଜାଗାରେ ସେମାନେ ହାଇଲାଇଟ୍ ହବା ଉଦ୍ଦେଶ୍ୟରେ ଏ ଜିନିଷଟାକୁ କରୁଛନ୍ତି। ଦ୍ୱିତୀୟ ଜିନିଷ ହେଉଛି ବର୍ତ୍ତମାନ ଟାଇମରେ ଯେହେତୁ ଡାଇରିଆ ହଇଜା ବ୍ୟାପିଛି ରାଜ୍ୟରେ ତେଣୁକରି ସେମିତି କିଛି ଜିଲ୍ଲାକୁ ସେମାନେ ଏ ମୋଟାମୋଟି ଭାବେ ଏ ଜିନିଷଟା କରୁଛନ୍ତି। ଏଟା ଗୋଟେ ଭଲ ପଦକ୍ଷେପ ସରକାରଙ୍କର। କିନ୍ତୁ ମୋର କ୍ୱେଶ୍ଚନ ହେଉଛି ଏଇଆ ବର୍ଷ ତମାମ ସେମାନେ କ'ଣ କରୁଛନ୍ତି? ଯୋଉ ବର୍ଷ ହଇଜା ନାହିଁ କିମ୍ବା ଡାଇରିଆ ନାହିଁ ସେ ବର୍ଷ ତମାମ ସେ ଅଫିସର ମାନେ କ'ଣ କରୁଛନ୍ତି? ହୋଟେଲ ତ ସେମିତି ନୁହେଁ ଯେ ସେ ଦିନ ଗୋଟେ ଥର ଆପଣ ଧରା ପଇଲା ଫାଇନ୍ କାଟିଦେଲା ପରେ ସେ ତାର ମାନ ଖାଦ୍ୟର ମାନ ପରିବର୍ତ୍ତନ କରିଦେବ ଯେ ତାର ଯୋଉ ବାସି ଖାଦ୍ୟ ଅଛି ତାକୁ ସେ ଫ୍ରିଜରେ ରଖିବନି ଖୁମ୍ପାଡ଼ି ଦେବ। ଆପଣଙ୍କ ଅଞ୍ଚଳରେ ଯେତେ ବଡ଼ ବଡ଼ ହୋଟେଲ ଦେଖିବି କୌଣସି ହୋଟେଲ ମାଲିକ ସେତେ ସଚୋଟ ନୁହେଁ ଯେ ଆଜିକା ଦିନରେ ବଳି ଯାଇଥିବା 50-60 ଜଣଙ୍କର ଖାଦ୍ୟକୁ ସେ କୌଣସି ଡଷ୍ଟବିନରେ ଖୁମ୍ପାଡ଼ି ଦେଇଛି କିମ୍ବା କୋଉଠି ଦେଖିଛନ୍ତି କୌଣସି ହୋଟେଲରେ ବଳକା ଖାଦ୍ୟ ବାରମ୍ବାର ଫୁଙ୍କଡା ହେଉଥିବାର সেটা ଆପଣ ଦେଖିତେ ପାଇବେନି। କାହିଁକି ନା ସେମାନେ ସେଇ ଖାଦ୍ୟଟାକୁ ପୁଣି ପୁନର୍ବାର ପ୍ରିପେୟାର କରିକି ମସଲା ମସଲି ଦେଇ ସେ ଗ୍ରାହକମାନଙ୍କୁ ଦେଇ ଦିଅନ୍ତି। କିନ୍ତୁ ୟାର ମାନ ନିର୍ଦ୍ଧାରଣ କରିବା ପାଇଁ ସରକାରଙ୍କ ପାଖରେ ଆଇନ ଅଛି। ସେ ଖାଦ୍ୟ ସେଫ୍ଟି ସିକ୍ୟୁରିଟିରେ ଯୋଉମାନେ ଅଛନ୍ତି ସେମାନେ ବାରମ୍ବାର ଯଦି ପର୍ଟିକୁଲାର ଜାଗାରେ ଏତେ ତ ଡିଷ୍ଟ୍ରିକ୍ଟ ୱାଇଜ ଅଛି ଯଦି ପର୍ଟିକୁଲାର ଜାଗାରେ ଚେକିଂ ଲଗାତାର ଭାବେ ହୁଏ ତାହେଲେ ଲୋକମାନେ ଉପକୃତ ହେବେ ନା କି କେବଳ ମାନେ ମିଡିଆ ଲାଇମଲାଇଟକୁ ଆସିବା ପାଇଁ ବର୍ଷକୁ ଥରେ ଦିଥର କୌଣସି ମେଳା ମଉଛୁକରେ କିମ୍ବା କୌଣସି ଏଇଭଳିଆ ଗୋଟେ ଇନସିଡେଣ୍ଟ ହବା ସେଇ ସମୟରେ ଚେକିଂ କଲେ ମାନେ ସେ ଜିନିଷଟାର ମାନ ଉଦାହରଣ ହେଇଯିବ। এটা কেবে পসিবল নু সেপাই সেমানଙ୍କୁ বারম্বার ভিজিট করা পড়িব সবুলে সে জিনিসর তদারক করা পড়িব। খাদ্য গোটে এমতি জিনিস না গলি কন্দিরে সবু জায়গায় বিভিন্ন প্রকার ভেরাইটির বিভিন্ন লোক মানে উইদাউট এক্সপিরিয়েন্স বালা গোটে এটা গোটে রোজগার যেহেতু গোটে বিরাট বড় পন্থা বহুত লোক সে জিনিসটাকে তৈরি করছেন কিন্তু তার মান নির্ধারণ করব যে কেউ কোয়ালিটির জিনিস দেব কেউ কোন তার রহিব তার ক্রাইটেরিয়া কোন রহিব এটা তো কেহি মানু নাহান্তি। তেণুকরি এটা মোর গোটে স্পেশাল মানে মু রিকোয়েস্ট করিবি যে সে খাদ্য সিক্ୟୁରିଟି ଯୋଉ ମାନେ ଅଫିସର ମାନଙ୍କୁ ଯେ ଏଟା ବର୍ଷ ତମାମ କିଛି ନା କିଛି ନହେଲେ ମାସରେ ଥରେ ଥର ଗୋଟେ ନାଲି ଆଖି ନାଲି ଆଖି ରହିଲେ କିଛି ମାତ୍ରାରେ ତ ମଣିଷ ସୁଧୁରିବ। ଏମିତିରେ ଭଗବାନ ଭରସାରେ ସବୁ କିଛି ଚାଲିଛି ଆପଣ ବର୍ଷକୁ ଥରେ ଆସିଲେ କ'ଣ ତାର ପରିବର୍ତ୍ତନ କରିଦେବେ ଆପଣ। ଜୟ ଜଗନ୍ନାଥ।